ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପୁନର୍ଥିତ ଖ୍ରୀଷ୍ଟଙ୍କର ଶାନ୍ତି ଆପଣମାନଙ୍କଠାରେ ସର୍ବଦା ରହୁ। ଆଜିର ମୁଖ୍ୟ ପ୍ରସଙ୍ଗ ଶୂନ୍ୟ ସମାଧି ଓ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ। ଆଜି ଖ୍ରୀଷ୍ଟିଆନମାନଙ୍କର ମହାନ ପର୍ବ ଅର୍ଥାତ୍ ପାସ୍କା ପର୍ବ ବା ପୁନରୁତ୍ଥାନ ପର୍ବ ମହା ଆଡ଼ମ୍ବର ସହକାରେ ଆମ୍ଭେମାନେ ପାଳନ କରୁ। ଖ୍ରୀଷ୍ଟ ମୃତମାନଙ୍କ ଠାରୁ ଉତ୍ଥିତ ହୋଇଅଛନ୍ତି। ସେଥିପାଇଁ ଆଜି ଏହି ଦିନରେ ଆନନ୍ଦର ସହକାରେ ଘୋଷଣା କରିବା ପୁନରୁତ୍ଥାନ ଆମ ବିଶ୍ୱାସର ମୂଳ ଭିତ୍ତି ଅଟେ ଏବଂ ଆମ ଆଶାର ଉତ୍ସ ଅଟେ। ଆଜିର ପଠନଗୁଡ଼ିକ ପୁନରୁତ୍ଥାନର ଅର୍ଥକୁ ବୁଝିବା ଏବଂ କିପରି ଆମ ଜୀବନକୁ ପରିବର୍ତ୍ତନ କରିବା ସେହି ବିଷୟରେ ଜାଣିବା ପାଇଁ ସାହାଯ୍ୟ କରେ। ପ୍ରଥମ ପୁନରୁତ୍ଥାନର ସାକ୍ଷ୍ୟ ପ୍ରେରିତ 10 ଅଧ୍ୟାୟ ପଦ ସଂଖ୍ୟା 34 ଏବଂ 37-43 ଦର୍ଶାଏ ଯେ ଯୀଶୁଙ୍କର ଜୀବନ ମୃତ୍ୟୁ ଓ ପୁନରୁତ୍ଥାନ ବିଷୟରେ ପ୍ରେରିତ ପିତର ଜନତାଙ୍କୁ ଅବଗତ କରାନ୍ତି। ସେମାନଙ୍କୁ ସେ ସ୍ମରଣ କରାଇ ଦିଅନ୍ତି ଯେ ଯୀଶୁ ବୁଲି ବୁଲି ଉତ୍ତମ କାର୍ଯ୍ୟ କଲେ, ରୋଗୀମାନଙ୍କୁ ସୁସ୍ଥତା ଏବଂ ଜଗତକୁ ପରମେଶ୍ୱରଙ୍କ ପ୍ରେମ ଆଣନ୍ତି। ଯଦ୍ୟପି ଯୀଶୁ କ୍ରୁଶବିଦ୍ଧ ହୋଇ ମୃତ୍ୟୁବରଣ କଲେ, କିନ୍ତୁ ପରମେଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ କଲେ। ପିତର ଓ ଅନ୍ୟ ପ୍ରେରିତମାନେ ତାହାଙ୍କର ପୁନରୁତ୍ଥାନର ସାକ୍ଷୀ ଅଟନ୍ତି। ପିତର ଘୋଷଣା କରନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ପାପର କ୍ଷମା ଲାଭ କରନ୍ତି। ଆଜିର ସନ୍ଦେଶ ଆମ ପାଇଁ ଏହି ଯେ ଖ୍ରୀଷ୍ଟ ଯୀଶୁଙ୍କ ପୁନରୁତ୍ଥାନ ବିଷୟକୁ ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନେ ସାକ୍ଷ୍ୟ ପ୍ରଦାନ କରନ୍ତି। ଆମର ବିଶ୍ୱାସ କେବଳ ବାକ୍ୟରେ ସୀମିତ ରହିବା ଅନୁଚିତ, ବରଂ ଆମର କାର୍ଯ୍ୟ ଯଥା ପ୍ରେମ, ସେବା ଓ ଅନୁକମ୍ପା ଦ୍ୱାରା ପ୍ରତିଫଳିତ ହେବା ଆବଶ୍ୟକ। ଦ୍ୱିତୀୟ, ଊର୍ଦ୍ଧ୍ୱସ୍ଥ ବିଷୟକୁ ଅନ୍ୱେଷଣ କରିବା। କଲୋସ୍ୟ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର ଅଧ୍ୟାୟ 3 ପଦ ସଂଖ୍ୟା 1-4 ଦର୍ଶାଏ ଯେ ଖ୍ରୀଷ୍ଟଙ୍କ ସହିତ ଆମ୍ଭେମାନେ ଯେବେ ପୁନରୁତ୍ଥିତ ହୋଇଛୁ, ନିଶ୍ଚିତ ତାରେ ଆମେମାନେ ଊର୍ଦ୍ଧ୍ୱସ୍ଥ ବିଷୟର ଅନୁସନ୍ଧାନ କରିବା ଦରକାର ଅଟେ। ଏହାର ଅର୍ଥ ଜାଗତିକ ମୂଲ୍ୟବୋଧତା ବଦଳରେ ଖ୍ରୀଷ୍ଟଙ୍କୁ କେନ୍ଦ୍ର କରି ନୂତନ ଜୀବନଯାପନ କରିବା ଆବଶ୍ୟକ ଅଟେ। ଆମମାନଙ୍କର ଦୈନନ୍ଦିନ ଜୀବନ ପାଇଁ ଅନେକ ଲୋକମାନେ ଭୌତିକ ବା ବାସ୍ତବ ସଫଳତା, କ୍ଷମତା କିମ୍ବା ବିଳାସପୂର୍ଣ୍ଣ ଜୀବନକୁ କେନ୍ଦ୍ରିତ କରନ୍ତି। କିନ୍ତୁ ପାସ୍କା ପର୍ବ ସ୍ମରଣ କରାଇ ଦିଏ ଯେ ପରମେଶ୍ୱରଙ୍କ ଠାରେ ସତ୍ୟତାର ଜୀବନ ମିଳଇ। ଊର୍ଦ୍ଧ୍ୱସ୍ଥ ବିଷୟର ଅନ୍ୱେଷଣ କରିବାର ଅର୍ଥ ବିଶ୍ୱାସରେ ବଞ୍ଚିବା, ପ୍ରେମ ଓ କ୍ଷମା ଅଭ୍ୟାସ କରିବା, ସତ୍ୟ ଉତ୍ତମତାକୁ ବାଛିବା ବା ପସନ୍ଦ କରିବା। ତୃତୀୟ, ଖାଲି ବା ଶୂନ୍ୟ ସମାଧି। ଯୋହନଙ୍କ ସୁସମାଚାର ଅଧ୍ୟାୟ 20:1-9 ପଦ ଆଲୋକପାତ କରେ ଯେ ଅତି ପ୍ରତ୍ୟୁଷରେ ମାଗ୍ଦଲିନାର ମାରିଆ ସମାଧି ନିକଟକୁ ଗମନ କରନ୍ତି ଏବଂ ସମାଧିରୁ ପଥର ଘୁଞ୍ଚି ରହିବାର ଅବଲୋକନ କରନ୍ତି। ଯଥାଶୀଘ୍ର ପ୍ରେରିତ ସିମନ ପିତର ଓ ଯୋହନଙ୍କ ନିକଟକୁ ଧାଇଁଯାଇ ଏହି ସମ୍ବାଦ ଦିଅନ୍ତି। ସେମାନେ ମଧ୍ୟ ସମାଧିକୁ ଯାଆନ୍ତି ଓ ଶୂନ୍ୟ ସମାଧିକୁ ଆବିଷ୍କାର କରନ୍ତି। ତାଙ୍କ ପ୍ରିୟର ଶିଷ୍ୟମାନେ ଏହା ଦେଖି ବିଶ୍ୱାସ କରନ୍ତି। ଶୂନ୍ୟ ସମାଧି ଏକ ଶକ୍ତିଶାଳୀ ଚିହ୍ନ। ଯୀଶୁ ପୁନରୁତ୍ଥିତ ହୋଇଛନ୍ତି। ଆମମାନଙ୍କର ଦୈନନ୍ଦିନ ଜୀବନରେ ମଧ୍ୟ କେତେକ ସମୟରେ ସମାଧି ସ୍ୱରୂପ ଅନ୍ଧକାରମୟ ଜୀବନ ଅନୁଭବ କରୁ, ଯେମିତିକି ଡର, ଭୟ, ବିଷାଦ, ଅସଫଳତା, ନୈରାଶ୍ୟତା, ରୋଗବ୍ୟାଧି ଇତ୍ୟାଦି। କିନ୍ତୁ ପୁନରୁତ୍ଥାନ ଆମମାନଙ୍କୁ ନିଶ୍ଚିତତା କରାଇ ଦିଏ ଯେ ପରମେଶ୍ୱର ଆମର ପ୍ରତ୍ୟେକ ତମସାଚ୍ଛନ୍ନ ଜୀବନକୁ ଜ୍ୟୋତିର୍ମୟ ଜୀବନରେ ପରିବର୍ତ୍ତନ କରିବେ। ଆମ ଦୈନନ୍ଦିନ ଜୀବନରେ ପୁନରୁତ୍ଥାନର ପ୍ରଭାବ। ପାସ୍କା ପର୍ବ ଆମ ସମସ୍ତଙ୍କୁ ଆହ୍ୱାନ କରେ ଯେ ଆମେ ପୁନରୁତ୍ଥାନର ଜନତା ସଦୃଶ ବାସ କରିବା। ପ୍ରଥମ, ନୈରାଶ୍ୟତା ଜୀବନରେ ଆଶା ସଞ୍ଚାର କରିବା। ଜୀବନରେ ଯେତେ ବଡ଼ ସମସ୍ୟା କିମ୍ବା ଅସୁବିଧା ଉପଜେ ସେ ସମସ୍ତ ଉଭେଇଯିବ, କାରଣ ପୁନରୁତ୍ଥିତ ପ୍ରଭୁ ଖ୍ରୀଷ୍ଟ ଆମମାନଙ୍କୁ ଆଶା ପ୍ରଦାନ କରନ୍ତି। ଦ୍ୱିତୀୟ, ପାପ ଓ ନକାରାତ୍ମକ ବିଷୟକୁ ପଛରେ ପକାଇଦେବା। ଯେମିତି ସମାଧିରେ ପଥର ହଟିଗଲା ବା ଗଡ଼ିଗଲା, ସେମିତି ପ୍ରଭୁ ଓ ଆମ ମଧ୍ୟରେ ଥିବା ସମ୍ପର୍କକୁ ପ୍ରତିରୋଧ କରୁଥିବା ସମସ୍ତ ବିଷୟକୁ ବାହାର କରିବା ଦରକାର। ତୃତୀୟ, ଖ୍ରୀଷ୍ଟଙ୍କର ସାକ୍ଷୀ ହେବା। ଆମର ବାକ୍ୟ, କର୍ମ ଓ ବ୍ୟବହାର ପୁନରୁତ୍ଥିତ ପ୍ରଭୁଙ୍କ ପ୍ରେମକୁ ପ୍ରତିବିମ୍ବ କରିବା ଉଚିତ। ଉପସଂହାର। ପାସ୍କା ପର୍ବର ସନ୍ଦେଶ ବହୁତ ସରଳ କିନ୍ତୁ ବହୁତ ଶକ୍ତିଶାଳୀ ଅଟେ। ସମାଧିଟି ଶୂନ୍ୟ ହୋଇଛି, ଖ୍ରୀଷ୍ଟ ଜୀବିତ ଅଟନ୍ତି, ନୂତନ ଜୀବନ ପ୍ରାରମ୍ଭ ହୋଇଛି। ଆମର ହୃଦୟ, ମନ, ପ୍ରାଣକୁ ପ୍ରଭୁ ରୂପାନ୍ତରିତ କରନ୍ତୁ ବୋଲି ଯୀଶୁଖ୍ରୀଷ୍ଟଙ୍କ ନିୟନ୍ତ୍ରଣରେ ନିଜକୁ ସମର୍ପଣ କରିବା, ଯାହାଦ୍ୱାରା ଆମେମାନେ ବିଶ୍ୱାସ, ଭରସା, ଆଶା, ପରମାନନ୍ଦ ଓ ଶାନ୍ତିରେ ବିଚରଣ କରିପାରିବା। ଆଲେଲୁୟା, ଆଲେଲୁୟା, ଖ୍ରୀଷ୍ଟ ପୁନର୍ଜୀବିତ ହୋଇଛନ୍ତି। ଆଲେଲୁୟା। ପ୍ରାର୍ଥନା। ହେ ପରମ ପିତା, ତୁମର ପୁତ୍ରଙ୍କର ପୁନରୁତ୍ଥାନ ଦ୍ୱାରା
ଆମ୍ଭମାନଙ୍କୁ ନୈରାଶ୍ୟ ଜୀବନରେ ଆଶା ସଞ୍ଚାର କରିଅଛ। ଆମେ ଯେବେ ଅସହାୟ ଥିଲୁ, ତୁମେ ତୁମ ପୁତ୍ରଙ୍କ ଦ୍ୱାରା ସହାୟକ ହେଲ। ଆମ ଦୁର୍ବଳତାରେ ସବଳତା ଯୋଗାଇଲ। ତେଣୁ ତୁମକୁ ଧନ୍ୟବାଦ ଦେଇ ପ୍ରାର୍ଥନା କରୁ, ଆମେ ଯେପରି ସର୍ବଦା ପାପ ତ୍ୟାଗ କରି ତୁମ ଶିକ୍ଷା ପ୍ରତି ମନୋନିବେଶ ହେବୁ ଏବଂ ତୁମ ପ୍ରତି ଅନୁଗତ୍ୟ ହୋଇ ଜୀବନ ଅତିବାହିତ କରିପାରିବୁ। ତଥାସ୍ତୁ।